ଜୟ ଜଗନ୍ନାଥ ପିଲାମାନେ ତୁମମାନଙ୍କୁ ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ଲେପୁ କ୍ଲାସେସ୍‌କୁ ସ୍ୱାଗତ। ତ ଆଜିର ଭିଡ଼ିଓରେ ପିଲାମାନେ ଦେଖିକି ଏମ୍‌ଡିସି ଓଡ଼ିଆ ତୁଳନାତ୍ମକ ସାହିତ୍ୟର ୟୁନିଟ୍ 3ର ତ ଆମେ ଏମ୍‌ସିକ୍ୟୁ ତ ଦେଖି ନେଇଛେ। ତ ଆମେ ଦେଖିବା ଗୋଟିଏ ଶବ୍ଦ ବା ଗୋଟିଏ ବାକ୍ୟର ଉତ୍ତର ଦିଅ, ଯାହାକି 1 ନମ୍ବର ବିଶିଷ୍ଟ ପ୍ରଶ୍ନ। ତ ଦେଖ ପିଲାମାନେ ଗୋଟେ ୟୁନିଭର୍ସିଟି ଆମର କ'ଣ କରନ୍ତି ନା ଏମ୍‌ସିକ୍ୟୁ ଦେଇଦିଅନ୍ତି 1 ନମ୍ବର ବିଶିଷ୍ଟ ପ୍ରଶ୍ନରେ କିମ୍ବା ଗୋଟିଏ ଶବ୍ଦ ଦେଇଦିଅନ୍ତି ବା ଗୋଟେ ଡ୍ୟାସ୍ ଫିଲ୍ଅପ୍ ବି ଦେଇଦିଅନ୍ତି ଗୋଟେ ୟୁନିଭର୍ସିଟି। ତ କିଏ କ'ଣ ଦିଅ ସେମିତି କିଛି ନାହିଁ, କିନ୍ତୁ ଆମେ 3ଟି ଯାକ ଟ୍ରାଏ କରିଥିବା। ତ ଏଇ ଭିତରୁ ତ କିଛି କ୍ୱେଶ୍ଚିନ୍ ଆସିଥିବ ନା, ତ ତାହେଲେ ଆଉ ଡେରି ନକରି ଚାଲ ପିଲାମାନେ କ୍ଲାସ୍‌ଟିକୁ ଷ୍ଟାର୍ଟ କରିବା ଏବଂ ଗୋଟିଏ ଶବ୍ଦ ଯେଉଁ ବାକ୍ୟର ଉତ୍ତର ଦିଅ ସେ ବିଷୟରେ କିଛିଟା ଆମେ ବାକ୍ୟର ଉତ୍ତର ଦେବାକୁ ଆମେ ଚେଷ୍ଟା କରିବା। ତ ଦେଖ, ଗୋଦାନ ଉପନ୍ୟାସର ଔପନ୍ୟାସିକଙ୍କ ନାମ କ'ଣ? ତ ସମସ୍ତେ ଜାଣିଛ କ'ଣ ନା ପ୍ରେମଚାନ୍ଦ। ତ ପ୍ରେମଚାନ୍ଦଙ୍କର ପିଲାବେଳର ନାମ କ'ଣ ଥିଲା? ତ ଧନପତ ରାୟ ଶ୍ରୀବାସ୍ତବ। ପିଲାମାନେ ମନେ ରଖ, ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ହେଲା। ତ ପ୍ରେମଚାନ୍ଦ କେବେ ଜନ୍ମଗ୍ରହଣ କରିଥିଲେ? ଟୋଟାଲ୍ ତାଙ୍କ ମାନେ କ'ଣ ତାଙ୍କ ଜନ୍ମଦିନ ମାନେ ଜନ୍ମ ବେଳର କଥାଟାକୁ ଆମେ ମନେ ରଖିଦେଇଥିବା। ତାଙ୍କର ଜନ୍ମ ମାନେ କ'ଣ ପିଲାବେଳର ନାମ ଥିଲା ଧନପତ ରାୟ ଶ୍ରୀବାସ୍ତବ। ସେ 1880 ମସିହା ଜୁଲାଇ ମାସ 31 ତାରିଖ ଦିନ ଉତ୍ତରପ୍ରଦେଶର ବାରାଣସୀ ନିକଟସ୍ଥ ଲମ୍ହି ଗ୍ରାମରେ ପ୍ରେମଚାନ୍ଦ ଜନ୍ମଗ୍ରହଣ କରିଥିଲେ। ତ ଦେଖ, ମନେ ରଖିଲ ତାଙ୍କର ଜନ୍ମ ଏବଂ କେଉଁଠି? ଉତ୍ତରପ୍ରଦେଶର ବାରାଣସୀ ନିକଟସ୍ଥ ଲମ୍ହି ଗ୍ରାମରେ, ଏବଂ ତାଙ୍କର ପିଲାଦିନ ନାଁ ଥିଲା ଧନପତ ରାୟ ଶ୍ରୀବାସ୍ତବ। ଗଲା। ତ 4 ନମ୍ବର କ୍ୱେଶ୍ଚିନ୍ ଆମେ ଦେଖିବା, ପ୍ରେମଚାନ୍ଦଙ୍କ ପିତାଙ୍କ ନାମ କ'ଣ? ତ ପ୍ରେମଚାନ୍ଦଙ୍କ ପିତାଙ୍କ ନାମ କ'ଣ ଥିଲା ପିଲାମାନେ? ନା ମୁନ୍ସି ଆଦାୟବ ରାୟ ହେଲା। ମୁନ୍ସି ଆଦାୟବ ରାୟ ଥିଲେ ପ୍ରେମଚାନ୍ଦଙ୍କ ପିତାଙ୍କ ନାମ। ପ୍ରେମଚାନ୍ଦଙ୍କ ଲିଖିତ ଅନ୍ୟ 2ଟି ଉପନ୍ୟାସର ନାମ କ'ଣ? ଗୋଟେ ହେଲା ସେବା ସଦନ ଆଉ ଗୋଟେ ହେଲା ରଙ୍ଗଭୂମି। ପିଲାମାନେ ବହୁତ ଇମ୍ପୋର୍ଟାଣ୍ଟ, ଏଇଟା ସତରେ ବହୁତ ଇମ୍ପୋର୍ଟାଣ୍ଟ। ମାନେ 2ଟି ଉପନ୍ୟାସ, ତାଙ୍କର ଅନ୍ୟ 2ଟି କୃତି ଲେଖ, ନହେଲେ ପ୍ରେମଚାନ୍ଦଙ୍କର ଅନ୍ୟ 2ଟି କୃତି ବିଷୟରେ ଲେଖ, କି ଆଉ କ'ଣ ଏମିତି କିଛି ଦେଇଦେବ। ତ ଏଇ ଦୁଇଟା ମନେ ରଖ, ରଙ୍ଗଭୂମି, ସେବା ସଦନ। ପ୍ରେମଚାନ୍ଦଙ୍କ ଗୋଦାନ ଉପନ୍ୟାସଟି କେବେ ପ୍ରକାଶିତ ହୋଇଥିଲା? ବହୁତ ଇମ୍ପୋର୍ଟାଣ୍ଟ, 1936 ମସିହାରେ ପ୍ରେମଚାନ୍ଦଙ୍କ ଗୋଦାନ ଉପନ୍ୟାସଟି କ'ଣ ପ୍ରକାଶିତ ହୋଇଥିଲା। ତ ଗୋଦାନ ଉପନ୍ୟାସର ମୁଖ୍ୟ ଚରିତ୍ରଙ୍କ ନାମ କ'ଣ? ଗୋଟେ ହେଲା ହରି ଆଉ ଗୋଟେ ହେଲା ଧନିଆ ହେଲା। ମନେ ରଖ, ଗୋଦାନ ଉପନ୍ୟାସର ମୁଖ୍ୟ ଚରିତ୍ରର ନାମ କ'ଣ? ନା ହରି ଏବଂ ଧନିଆ। ହରିର ସ୍ତ୍ରୀଙ୍କ ନାମ କ'ଣ? ନା ଧନିଆ ହେଲା। ତ ହରିର କେତୋଟି ଛୁଆ ମରିଯାଇଥିଲେ? ନା 3ଟି। ମନେ ରଖ, ଏସବୁ ଗୋଟେ ମନେ ରଖ ହେଲା। ତ ହରି ଆଉ ଧନିଆ ହେଉଛନ୍ତି କିଏ? ନା ଗୋଦାନ ଉପନ୍ୟାସର ମୁଖ୍ୟ ଚରିତ୍ର। ତ ସେଥିପାଇଁ ହରି ହେଉଛନ୍ତି ସ୍ୱାମୀ ଏବଂ ସ୍ତ୍ରୀ ହେଉଛନ୍ତି କିଏ? ନା ଧନିଆ। ତ ଏଇ ଦୁଇଟା ତାଙ୍କ ସ୍ୱାମୀ ସ୍ତ୍ରୀ, ଏବଂ ତାଙ୍କର କେତୋଟି ଛୁଆ ମରିଯାଇଥିଲେ? ନା 3ଟି ଛୁଆ ମରିଯାଇଥିଲେ। ହରିର କେତୋଟି ପିଲା ବଞ୍ଚି ରହିଥିଲେ? ନା 3ଟି ମରିଯାଇଥିଲେ ଏବଂ 3ଟି ମଧ୍ୟ ବଞ୍ଚିଥିଲେ। ଭୋଳା କିଏ? ନା ଗାଁର ଗୋପାଳ। ଗାଁର ଗୋପାଳ ମାନେ କ'ଣ? ସେ ଗାଁର ଗୌଡ଼, ଆଉ ଗାଁ ଗୌଡ଼ ହେଉଛନ୍ତି କିଏ? ନା ଭୋଳା। ଭୋଳାର ଗାଈଟିକୁ ମହାଜନ କେତେ ଟଙ୍କାରେ ନେବାକୁ ରାଜି ହୋଇଥିଲେ? 90 ଟଙ୍କାରେ। 90 ଟଙ୍କାରେ ଗାଈଟିକୁ ନେବେ ବୋଲି ରାଜି ହେଇଥିଲେ କିଏ? ନା ମହାଜନ। ତ ଜମିଦାରଙ୍କ ନାମ କ'ଣ ଥିଲା? ଜମିଦାରଙ୍କ ନାମ କ'ଣ ଥିଲା ପିଲାମାନେ? ନା ରାୟ ସାହେବ ଅମରପାଲ ସିଂ। ରାୟ ସାହେବ ଅମରପାଲ ସିଂ ହେଲା। ଯେଉଁ ଜମିଦାର ଥିଲେ ତାଙ୍କ ନାଁ ହେଉଛି ରାୟ ସାହେବ ଅମରପାଲ ସିଂ। ରାୟ ସାହେବ ପ୍ରତିବର୍ଷ କେଉଁ ଯଜ୍ଞ କରିଥାନ୍ତି? କେଉଁ ଯଜ୍ଞ? ନା ଧନୁ ଯଜ୍ଞ କରନ୍ତି ହେଲା। ରାୟ ସାହେବ ପ୍ରତିବର୍ଷ ଧନୁ ଯଜ୍ଞ କରନ୍ତି, ମନେ ରଖ। ତ ଭୋଳାର ବଡ଼ ପୁଅର ନାମ କ'ଣ? ଭୋଳାର ବଡ଼ ପୁଅର ନାମ କ'ଣ ପିଲାମାନେ? ନା କାନ୍ତା। କାନ୍ତା ହେଉଛି ଭୋଳାର ବଡ଼ ପୁଅର ନାମ। ତ ହରିର ଭାଇର ନାମ କ'ଣ? ହୀରା। ହରିର ଭାଇର ନାଁ ହେଉଛି ହୀରା। ତ ଏଇଟା ମଧ୍ୟ ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍, ମନେ ରଖ। ତ ଭୋଳାର ବଡ଼ ପୁଅର ନାମ ମଧ୍ୟ ମନେ ରଖିଥାଉ, କାନ୍ତା। ତ ଭୋଳା କିଏ? ନା ଗାଁର ଗୌଡ଼, ମନେ ରହିଲା। ତ ବାଉଁଶ ବେପାରୀର ନାମ କ'ଣ ଥିଲା? ଦାମିଆ ଚୌଧୁରୀ ହେଲା। ବାଉଁଶ ବେପାରୀର ନାମ କ'ଣ ଥିଲା? ନା ଦାମିଆ ଚୌଧୁରୀ। ତ ହୀରାର ପତ୍ନୀର ନାମ କ'ଣ? ପୁନି। ଦେଖ, ହୀରାର ପତ୍ନୀର ନାମ ହେଉଛି କ'ଣ? ପୁନି। ଦେଖ, ମୁଁ କହିଦେଉଛି ପିଲାମାନେ, ହରି ହୀରା 2 ଭାଇ ହେଲା। ହରି ଗୋଟେ ହେଉଛି କିଏ? ନା ଆମର ହୀରା। ତ ହରିର ସ୍ତ୍ରୀଙ୍କ ନାଁ ହେଉଛି କ'ଣ? ଧନିଆ, ଆଉ ଆ ସ୍ତ୍ରୀ ହେଉଛି ପୁନି। ହୀରାର ସ୍ତ୍ରୀ ନାଁ ହେଉଛି କ'ଣ? ପୁନି। ତାର 3ଟା ଶିଶୁ ବା 3 ଜଣ ମରିଯାଇଥିଲେ, ମାନେ କ'ଣ ପିଲା 3 ଜଣ ପିଲା ମରିଯାଇଥିଲେ ଏବଂ 3 ଜଣ ପିଲା ବଞ୍ଚି ରହିଥିଲେ ହେଲା। ତ ସେଭଳି ଭାବରେ ଦେଖିବା। ଝୁନିଆ କିଏ? ନା ଭୋଳାର ବିଧବା କନ୍ୟା। ତ ଝୁନିଆ ହେଉଛି କିଏ? ଭୋଳାର ଗୋଟେ ବିଧବା କନ୍ୟାଟି, ବା ତାର ବିଧବା ଝିଅଟି ହେଉଛି କିଏ? ନା ଝୁନିଆ। କାହାର? ନା ଭୋଳାର। ଭୋଳାର ପୁଅ ନାଇଁ କିଏ? ନା ତ କାନ୍ତା। ଗୋବରା କିଏ? ନା ହରିର ପୁଅ ହେଲା। ହରିର ପୁଅ ହେଉଛି କିଏ? ନା ଗୋବରା। ମନେ ରଖ, ବହୁତ ଇମ୍ପୋର୍ଟାଣ୍ଟ ଜାଗା। ଏଇ ଭିତରୁ ଗୋଟେ ଦୁଇଟା ପକାଇ ଦେଉଛି ପିଲାମାନେ, ହଠାତ୍ ପକାଇଦେବ, ତୁମେ ଏଠି ଜାଣିପାରିନଥିବ। ତ ନାଁ ଯାକ ମଧ୍ୟ ମନେ ରଖ। ଗୋବରା କାହାକୁ ଭଲ ପାଇ ବସିଛି? ଝୁନିଆକୁ ହେଲା। ଝୁନିଆ କିଏ? ନା ଭୋଳାର ବିଧବା କନ୍ୟାଟା। ତ ଜାଣିପାରିଲ ତ, ମାନେ କେମିତି କୋରିଲେଟ୍ କରୁଛନ୍ତି ହେଲା। ଦୈନିକ କାଗଜ ବିଜୁଳିର ସମ୍ପାଦକଙ୍କ ନାମ କ'ଣ? ପଣ୍ଡିତ ଓମକାର ନାଥ।
ଓମକାରନାଥ ହେଉଛନ୍ତି କିଏ ନା ବିଜୁଳି ଯେଉଁ ଦୈନିକ କାଗଜ ବା କାଗଜପତ୍ର ଯେଉଁ ଆମେ ଖୋଜିବା ସମ୍ବାଦପତ୍ରର ସମ୍ପାଦକ କିଏ ନା ପଣ୍ଡିତ ଓମକାରନାଥ। ମେହେତା ବାବୁ କେଉଁ ବିଭାଗର ପ୍ରଫେସର ଥିଲେ ନା ଦର୍ଶନ ଶାସ୍ତ୍ର ପ୍ରଫେସର ଥିଲେ କିଏ ନା ମେହେଟା ବାବୁ। ମେହେତା ହେଇଛି ମେହେଟା ଆମେ କହୁଛେ ତାର ତ ମେହେତା ବାବୁ ହେଲା। କିଏ ବିବାହ ନ କରି ପୁରୁଷମାନଙ୍କ ସହ ଜୀବନ କଟାଇ ଆନନ୍ଦ ଅନୁଭବ କରିବାକୁ ପସନ୍ଦ କରିଛନ୍ତି ନା ଡାକ୍ତରାଣୀ ମାଳତୀ ଦେବୀ। ସେ ବିବାହ ନ କରି ପୁରୁଷମାନଙ୍କ ସହ ଜୀବନ କଟାଇ ଆନନ୍ଦ ଅନୁଭବ କରିବାକୁ ଚେଷ୍ଟା କରିଛନ୍ତି ବା ପସନ୍ଦ କରିଛନ୍ତି। ତ ବ୍ୟାଙ୍କ ଓ ଚିନି କଳ ମ୍ୟାନେଜରଙ୍କ ନାମ କ'ଣ ଖାନା ସାହେବ। ତ ବ୍ୟାଙ୍କ ଆଉ ଚିନି କଳ ମ୍ୟାନେଜରଙ୍କ ନାମ କ'ଣ ଥିଲା ନା ଖାନା ସାହେବ। କବିରାଜି ଔଷଧରୁ ଖାନା ସାହେବ କ'ଣ ତିଆରି କରିବେ ବୋଲି କହିଛନ୍ତି ସୁନା ମୋହର। ତ କବିରାଜି ଔଷଧରୁ ଖାନା ସାହେବ କ'ଣ କରିବେ ବୋଲି ତିଆରି କରିଛନ୍ତି ନା ସୁନା ମୋହର ତିଆରି କରିବେ ବୋଲି କହିଛନ୍ତି। ବାଲିରେ ନା ଚଳାଇବା ଏବଂ ପଥରରୁ ପାଣି ନିକାଳି ଦେବା କାହାର କାର୍ଯ୍ୟ ନା ଓକିଲ ଶ୍ୟାମ ବେହେଳିଙ୍କର। ଦେଖ ପିଲାମାନେ ଏଇଟା ଗୋଟେ ମାନେ ଢଗ ଟାଇପ୍ର ବା ଓଡ଼ିଆରେ ଗୋଟେ ଯେଉଁ ରହିଛି ପଙ୍କ୍ତି ଭଳିଆ। ବାଲିରେ ନା ଚଳାଇବା, ବାଲିରେ ତ କେତେବେଳେ ନା ଚଳିବନି ନା ପିଲାମାନେ। ଏବଂ ପଥରରୁ ପାଣି ନିକାଲି ଦେବା ମାନେ ପଥରରୁ ପାଣି କାଢ଼ିଦେବା, ତ ସେଇଟା କାହା କାର୍ଯ୍ୟ ହେଇଥିବ ନା ଓକିଲ ଶ୍ୟାମ ବେହେଳିଙ୍କର। ମାନେ ଓକିଲମାନଙ୍କର କାମ ସେମିତି ଆଉ ଭୁଲଟାକୁ ଠିକ୍ କରିଦେବା, ଠିକ୍ଟା ଭୁଲ କରିଦେବା ମଧ୍ୟ ତାଙ୍କ ପାଖରେ ସେ ଗୁଣଟା ଅଛି ଭଲ ଭାବରେ। ମିର୍ଜା ସାହେବ ଶିକାର କରିଥିବା ହରିଣଟିକୁ କିଏ ନେଇଥିଲା ନା କାଠ କଟାଳି ହେଲା। କାଠ କଟାଳି ନେଇଥିଲା ହରିଣଟାକୁ ହେଲା। ମିର୍ଜା ସାହେବ ଯେଉଁ ଶିକାର କରୁଥିଲେ ସେ ହରିଣଟାକୁ କିଏ ନେଇଥିଲେ ନା କାଠ କଟାଳି। ରାୟ ସାହେବଙ୍କ ପିଆଦାର ନାମ କ'ଣ ନା ନଖେରାମ। ନଖେରାମ ହେଉଛି କ'ଣ ରାୟ ସାହେବଙ୍କର ପିଆଦାର ନାମ। ହରିର ଗାଈଠୁ କିଏ ମାଗିଥିଲା ନା ହରିର ଭାଇ ହୀରା ବିଷ ଦେଇ ଗାଈଠୁ ମାରି ଦେଇଥିଲା। କିଏ ମାରି ଦେଇଥିଲା ପିଲାମାନେ ମାଗି ଦେଇଥିଲା କହିଲି, କିଏ ମାରି ଦେଇଥିଲା ହେଲା। ତ ହରିର ଭାଇ ହୀରା ବିଷ ଦେଇ ଗାଈଟିକୁ ମାରି ଦେଇଥିଲା। ତା ନିଜ ଭାଇ ହିଁ ତାକୁ ତା ଭାଇର ଗାଈଟିକୁ ହିଁ ମାରି ଦେଇଥିଲା। ଜୁନିଆ କାହା ଦ୍ୱାରା 5 ମାସର ଅନ୍ତଃସତ୍ତ୍ୱ ହେଇଥିଲା ଗୋବରା ଦ୍ୱାରା। ଗୋବର ଦ୍ୱାରା ସେ 5 ମାସର ଅନ୍ତଃସତ୍ତ୍ୱ ହୋଇଥିଲା। ହରି ଗାଁର ମୁଖିଆଙ୍କ ନାମ କ'ଣ ପଣ୍ଡିତ ଦାତାହୀନ। ପଣ୍ଡିତ ଦାତାହୀନ ହେଉଛନ୍ତି ହରି ଗାଁର ମୁଖିଆଙ୍କ ନାମ। ତ 6 ମାଣ 8 ଗୁଣ୍ଠ ଉପନ୍ୟାସର ନାମ କ'ଣ ତ ସମସ୍ତେ ଜାଣିଛ ଫକୀରମୋହନ ସେନାପତି ହେଉଛନ୍ତି କ'ଣ ଆମ 6 ମାଣ 8 ଗୁଣ୍ଠ ଉପନ୍ୟାସର ଔପନ୍ୟାସିକ। ଫକୀରମୋହନ କେବେ ଜନ୍ମଗ୍ରହଣ କରିଥିଲେ ତ ଫକୀରମୋହନ ସେନାପତି କେବେ ଜନ୍ମଗ୍ରହଣ କରିଥିଲେ ଦେଖ ପିଲାମାନେ 1883 ମସିହା ଜାନୁଆରୀ ମାସ 13 ତାରିଖ ଦିନ ବାଲେଶ୍ୱର ଜିଲ୍ଲାର ମଲ୍ଲିକାଶପୁରରେ ଫକୀରମୋହନ ଜନ୍ମଗ୍ରହଣ କରିଥିଲେ ହେଲା। କେବେ ନା 1843 ମସିହା ଜାନୁଆରୀ ମାସ 13 ତାରିଖରେ। ତ ଫକୀରମୋହନଙ୍କ ପିତାଙ୍କ ନାମ କ'ଣ ଥିଲା ନା ଲକ୍ଷ୍ମଣ ଚରଣ ସେନାପତି। ଫକୀରମୋହନ ସେନାପତିଙ୍କ ପିତାଙ୍କ ନାମ ହେଉଛି ଲକ୍ଷ୍ମଣ ଚରଣ ସେନାପତି। ତ ଫକୀରମୋହନଙ୍କ ଅନ୍ୟ ଦୁଇଟି ଉପନ୍ୟାସର ନାମ ଲେଖ। ଗୋଟେ ହେଉଛି ଲଛମା, ଗୋଟେ ହେଉଛି ପ୍ରାୟଶ୍ଚିତ। ମନେ ରଖ ପିଲାମାନେ ଏଇ ଦୁଇଟା ବହୁତ ଇମ୍ପୋର୍ଟାଣ୍ଟ ହେଲା। ଯେଉଁ ଲଛମା ଏବଂ ପ୍ରାୟଶ୍ଚିତ ଏଇ ଦୁଇଟା ହେଉଛି ବହୁତ ଇମ୍ପୋର୍ଟାଣ୍ଟ କାରଣ ଫକୀରମୋହନଙ୍କର ଦୁଇଟି ଉପନ୍ୟାସ। ସେଭଳି ଭାବରେ ପ୍ରେମଚାନ୍ଦଙ୍କର ମଧ୍ୟ ଦୁଇଟି ଉପନ୍ୟାସ, ଅନ୍ୟ ଦୁଇଟି ଉପନ୍ୟାସ ମନେ ରଖିନେଇଥିବ। ତ ଆପଣମାନଙ୍କ ଆଖି ବଡ଼ ପେଟ ସାନ ଏକଥା କିଏ କାହାକୁ କହିଛନ୍ତି ନା ଜମିଦାର ରାମଚନ୍ଦ୍ର ମଙ୍ଗରାଜ ଦ୍ୱାଦଶୀ ଦିନ ବ୍ରାହ୍ମଣ ଭଜନୀକୁ ନିମନ୍ତ୍ରିତ ହୋଇ ଆସିଥିବା ଗୋସାଇଁମାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ତ ଆପଣଙ୍କର ଆଖିଟା ବଡ଼ ବଡ଼ କିନ୍ତୁ ପେଟଟା ସାନ ବୋଲି କହିଛନ୍ତି କିଏ ନା ଜମିଦାର ରାମଚନ୍ଦ୍ର ମଙ୍ଗରାଜ। କାହାକୁ ନା ସେ ଯେଉଁ ଦ୍ୱାଦଶୀ ଦିନ ବ୍ରାହ୍ମଣ ଭଜନକୁ ଆସିଥିବା ଗୋସାଇଁମାନଙ୍କୁ ବା ବ୍ରାହ୍ମଣମାନଙ୍କୁ। ରାମଚନ୍ଦ୍ର ମଙ୍ଗରାଜଙ୍କ ମାଉସୀ ପୁଅ ଭାଇ କିଏ ନା ଶ୍ୟାମ ମଲ୍ଲ। ତାଙ୍କ ମାଉସୀ ପୁଅ ଭାଇ କିଏ ନା ଶ୍ୟାମ ମଲ୍ଲ। ପିଲାମାନେ ମାଉସୀ ପୁଅ ଭାଇ ସବୁ ମନେ ରଖ ଗୋଟେ ଗୋଟେ କହୁଛି କାହା କିଏ ମାଉସୀ ପୁଅ ଭାଇ ହେବ, ଗୋବରା କିଏ, ଝୁନିଆ କିଏ ହେଲା ସବୁ ମନେ ରଖିବ। ହୀରା କିଏ। ଶ୍ୟାମ ମଲ୍ଲ କ'ଣ ଖାଇଥିବାରୁ ପାପମୋଚନ ପାଇଁ ବ୍ରାହ୍ମଣ ଭୋଜନ ଦେବାକୁ ପଡ଼ିଥିଲା। ସେ ପିଆଜ ମିଶା କୋବି ଖାଇ ଦେଇଥିବାରୁ ହେଲା ସେ ଆଉ ପାପମୋଚନ କରିବା ମାନେ ଗୋଟେ ଖରାପ କାମ କରିଦେଇଥିଲା ବା ପାପ କରିଦେଇଥିଲା, ତ ସେଥିପାଇଁ ସେ ବ୍ରାହ୍ମଣ ଭୋଜନ ଦେଇଥିଲା। ପ୍ରତି ଏକାଦଶୀ ଦିନ ସଞ୍ଜବେଳେ ଦ୍ୱାଦଶୀ ପାଉଣ ସକାଶେ ସାଆନ୍ତଙ୍କ ପାଇଁ କ'ଣ ରଖାଯାଉଥିଲା ହେଲା। ସାଆନ୍ତଙ୍କ ପାଇଁ କ'ଣ ରଖାଯାଉଥିଲା ସେରେ ଦୁଧ, ଦିଶୁ ଖଇ, ନବାତ ଓ ପାଚିଲା କଦଳୀ ରଖାଯାଉଥିଲା ହେଲା ପାଉଣା ସକାଶେ ସାଆନ୍ତଙ୍କ ପାଇଁ ହେଲା। ଡୁବି କରି ପାଣି ପିଇଲେ ମହାଦେବଙ୍କ ବାପା ବି ଜାଣିପାରିବେ ନାହିଁ ଏକଥା କାହା ଉଦ୍ଦେଶ୍ୟରେ କୁହାଯାଇଛି ନା ଜମିଦାର ରାମଚନ୍ଦ୍ର ମଙ୍ଗରାଜଙ୍କ ଉଦ୍ଦେଶ୍ୟରେ କୁହାଯାଇଛି। ମାନେ ଡୁବି କରି ପାଣି ପିଇଲେ ମଧ୍ୟ ମହାଦେବଙ୍କ ବାପା ଜାଣିପାରିବେ ନାହିଁ ବୋଲି କୁହାଯାଇଛି ତାଙ୍କ ଉଦ୍ଦେଶ୍ୟରେ ଏଠାରେ। ତ ରାମଚନ୍ଦ୍ର ମଙ୍ଗରାଜ କେତେ ବର୍ଷ ବୟସରେ ନିଜ ପିତାମାତାଙ୍କୁ ହରାଇଥିଲେ ନା 7 ବର୍ଷ ବୟସରେ ସେ ତାଙ୍କ ପିତାମାତାଙ୍କୁ ହରାଇଥିଲେ। ରାମଚନ୍ଦ୍ର ମଙ୍ଗରାଜଙ୍କ ଜମିଦାରୀର ନାମ କ'ଣ ନା ଫତେପୁର ସରଷଣ୍ଢ ହେଲା। ଫତେପୁର ସରଷଣ୍ଢ ହେଉଛି ରାମଚନ୍ଦ୍ର ମଙ୍ଗରାଜଙ୍କ ଜମିଦାରୀର ନାମ। ରାମଚନ୍ଦ୍ର ମଙ୍ଗରାଜଙ୍କ କେତେ ଖଞ୍ଜା ଘର ଥିଲା ପିଲାମାନେ ନା 5 ଖଞ୍ଜା ଘର ଥିଲା ହେଲା। ରାମଚନ୍ଦ୍ର ମଙ୍ଗରାଜଙ୍କ 5 ଖଞ୍ଜା ଘର ଥିଲା। ରାମଚନ୍ଦ୍ର ମଙ୍ଗରାଜ କେଉଁ ଉପାୟରେ ଗ୍ରାମର ଅଧିକାଂଶ ଜମିକୁ ନିଜର କରିନେଇଥିଲେ। କେଉଁ ଉପାୟରେ ନା ମାଲି ମକଦ୍ଦମା ବଳରେ ସେ ଗ୍ରାମର ଅଧିକାଂଶ ଜମିକୁ ନିଜର କରି ନେଉଥିଲେ। ନିଜ ବିଲର ତଳି ଭରଣା କରିବା ପାଇଁ ମଙ୍ଗରାଜେ କାହା ବିଲରେ ପହଞ୍ଚିଥିଲେ ନା ଶ୍ୟାମ ଗଚ୍ଛାଇତର ବିଲ ପାଖରେ ଯାଇକି
ପହଞ୍ଚିଥିଲେ କ'ଣ ପାଇଁ ନା ନିଜ ବିଲର ତଳି ଭରଣା କରିବା ପାଇଁ। ରାମଚନ୍ଦ୍ର ମଙ୍ଗରାଜଙ୍କର କେତେ ପୁଅ ଥିଲେ? କେତେ ପୁଅ ପିଲାମାନେ ଥିଲେ ନା 3 ପୁଅ। ରାମଚନ୍ଦ୍ର ମଙ୍ଗରାଜଙ୍କର କେତେ ପୁଅ ଥିଲେ ନା 3ଟା ପୁଅ ଥିଲେ। ସାଆନ୍ତାଣୀ କେଉଁ ସ୍ୱଭାବର ଥିଲେ? ଧାର୍ମିକ ସ୍ୱଭାବର। ସାଆନ୍ତାଣୀ ଥିଲେ ଟିକେ ଧାର୍ମିକ ସ୍ୱଭାବର ଲୋକ। ତ ହରକଳା ଶବ୍ଦର ଅର୍ଥ କ'ଣ ନା ଯିଏ ନାନା ଅସତ୍ ବିଦ୍ୟାରେ ପାରଦର୍ଶୀ ତାକୁ କୁହାଯାଉଛି ହରକଳା। ତ ଗୋବିନ୍ଦପୁର ଗାଁରେ କେଉଁଠାରେ ବୁଢ଼ୀ ମଙ୍ଗଳା ଠାକୁରାଣୀ ଅବସ୍ଥିତ? ନା ଅସୁର ଦୀର୍ଘି ପୁଷ୍କରିଣୀର ପଶ୍ଚିମ କୋଣରେ କ'ଣ ନା ବୁଢ଼ୀ ମଙ୍ଗଳା ଠାକୁରାଣୀ ଅବସ୍ଥିତ। ମା ବୁଢ଼ୀ ମଙ୍ଗଳାଙ୍କ ପୂଜା ଖର୍ଚ୍ଚ କେଉଁ ପଇସାରେ ଚଳୁଥିଲା ନା ଗ୍ରାମ ଲୋକଙ୍କ ଭେଦା ମାନେ ଗ୍ରାମ ଲୋକ ଯେଉଁ ଚାନ୍ଦା କରିକି ଦେଉଥିଲେ ପଇସାଟା ସେଇଥିରେ ମା ବୁଢ଼ୀ ମଙ୍ଗଳାଙ୍କ ପୂଜା ଖର୍ଚ୍ଚ ଚଳି ଯାଉଥିଲା। ତ ଠାକୁରାଣୀଙ୍କୁ କ'ଣ ସରି ଠାକୁରାଣୀ କ'ଣ ଚଢ଼ିବାକୁ ଦେଲେ ପିଲାମାନଙ୍କର ଦେହ କଷ୍ଟ ଛାଡ଼ିଯାଏ ବୋଲି ଗାଁ ଲୋକେ ବିଶ୍ୱାସ କରୁଥିଲେ? ନା ମାଟିର ହାତୀ ଘୋଡ଼ା ଯଦି ଆମେ ଚଢ଼ିବାକୁ ଦେବା ତାହେଲେ ପିଲାମାନଙ୍କର ଦେହ କଷ୍ଟ ଛାଡ଼ିଯାଏ ବୋଲି ଗାଁ ଲୋକମାନେ ବିଶ୍ୱାସ କରୁଥିଲେ। ଆଲି ମିଆଁର ପୁତ୍ର ନାମ କ'ଣ ନା ଶେଖ୍ ଦିଲଦାର ମିଆଁ ଓରଫ ଛୋଟା ମିଆଁ ହେଲା। ଶେଖ୍ ଦିଲଦାର ମିଆଁ ଓରଫ ତାକୁ ଛୋଟା ମିଆଁ ବୋଲି ମଧ୍ୟ କୁହାଯାଉଥିଲା। ପାରସୀ ଓ ଆରବୀ ଭାଷାର ଶିକ୍ଷକଙ୍କୁ କ'ଣ କୁହାଯାଉଥିଲା? ଆଖୁନ କୁହାଯାଉଥିଲା ଶିକ୍ଷକମାନଙ୍କୁ ହେଲା। ନିଶା ଖାନେ ସେ ଆଦମୀ ଜାନୁଆର ହୋ ଯାତା ହେ। ନିଶା ଖାନେ ସେ ଆଦମୀ ଜାନୁଆର ହୋ ଯାତା ହେ। ଏ କଥା କିଏ କାହା ଉଦ୍ଦେଶ୍ୟରେ କହିଥିଲେ? ଶିକ୍ଷକ ବା ଆଖୁନି ଯିଏ ଶେଖ୍ ଦିଲଦାର ମିଆଁ ଉଦ୍ଦେଶ୍ୟରେ ବା ଛୋଟା ମିଆଁ ଉଦ୍ଦେଶ୍ୟରେ ସେ କହିଥିଲେ ହେଲା କିଏ ନା ଶିକ୍ଷକ ଆଖୁନ। ପୂର୍ବ ଓଡ଼ିଶା ଜମିଦାରୀ କେଉଁଠାରେ ନିଲାମ ହେଉଥିଲା? କଲିକତାରେ ହେଲା। କଲିକତାରେ ହିଁ ପୂର୍ବ ଓଡ଼ିଶାର ଜମିଦାରୀ ନିଲାମ ହେଉଥିଲା। ଗୋବିନ୍ଦପୁର ଗାଁର କେଉଁ ଦିଗରେ ତନ୍ତିସାହି ଥିଲା? ପଶ୍ଚିମ ଦିଗରେ। ତ ଗୋବିନ୍ଦପୁର ଗାଁର ପଶ୍ଚିମ ଦିଗରେ ତନ୍ତିସାହି ଥିଲା। ଖଳ ପ୍ରକୃତି ଚମ୍ପା କେଉଁ ଛଦ୍ମବେଶରେ ବାଘସିଂହ ପରିବାରକୁ ଯାଇଥିଲା? ତ ଟାଙ୍ଗୀ ମାଉସୀ। ସେ ଟାଙ୍ଗୀ ମାଉସୀ ରୂପରେ ବାଘସିଂହ ପରିବାରକୁ ଯାଇଥିଲା। କିଏ ମରୁଆକୁ ନେଇ ଚମ୍ପଟ ହେଇଥିଲା? ଭଣ୍ଡ ବାବା ଲଳିତା ଦାସ ମରୁଆକୁ ନେଇ ଚମ୍ପଟ ଯାଇଥିଲା। ତ ଜେଲ୍ ମଧ୍ୟରେ କିଏ ମଙ୍ଗରାଜଙ୍କ ନାକକୁ କାମୁଡ଼ି ଛିଣ୍ଡାଇ ଦେଇଥିଲା? ପାଗଳ ଭଗିଆ ଜେଲ୍ ମଧ୍ୟରେ ମଙ୍ଗରାଜଙ୍କ ନାକଟିକୁ କାମୁଡ଼ି ଛିଣ୍ଡାଇ ଦେଇଥିଲା। ତ କିଏ ମାଡ଼ ମାରି ମଙ୍ଗରାଜଙ୍କ ମୁହଁ ହାତ ଫୁଲେଇ ଦେଇଥିଲା? କଏଦୀମାନେ ମାରି ମଙ୍ଗରାଜକୁ ସବୁ ଆକ୍ରମଣ କରିଦେଇଥିଲେ ପିଲାମାନେ ହେଲା। ଶେଷ ସମୟରେ ମଙ୍ଗରାଜ ଆକାଶ ଚାହିଁ କ'ଣ ହାଉଳି ହେଉଥିଲା? ଥୋମା ଗୁଁ ଖାଲି ସେ ହେଉଥିଲା ହେଲା। ତ ସେ ଖାଲି ହାଉଳି ହେଉଥିଲା ହେଲା। ତାକୁ ତ ବହୁତ ମାନେ ମାରି ପକାଇଛନ୍ତି, କିଏ ନାକ କାମୁଡ଼ି ଦେଇଛି, କିଏ କ'ଣ ମୁହଁ ହାତ ଫୁଲେଇ ଦେଇଛି। ତ ଏଇଭଳି ଭାବରେ ହେଇଛି। ତ ଆଜି ପାଇଁ ପିଲାମାନେ କ୍ଲାସ୍ 2 ରଖିବା। ପରବର୍ତ୍ତୀ କ୍ଲାସ୍ରେ ଆମେ 2 ନମ୍ବର ବିଶିଷ୍ଟ ପ୍ରଶ୍ନ ଗୁଡ଼ିକୁ ଦେଖିବା। ତ କିଛିଟା ତ ମନେ ରଖିଥିବ ପିଲାମାନେ, ମୁଁ ମାନେ ଦେଖୁଛି ତ ସମସ୍ତେ କିଛି ନାହିଁ, ଯେଉଁଟା ଟିକେ ଇମ୍ପୋର୍ଟାଣ୍ଟ ମନେ ରଖିଦେଇଥିବ। ତ ରହୁଛି। ଜୟ ଜଗନ୍ନାଥ।